ଲଗାଣ ବର୍ଷା ହେଇଛି ଚାଷୀ ମାନେ ବର୍ତ୍ତମାନ ଯୋଉ ସୁନାର ଫସଲ କରିଥିଲେ ଆପଣ ତ ଅଛନ୍ତି ଗ୍ରାଉଣ୍ଡ ଜିରୋରେ ଅଛନ୍ତି ଜିନିଷ ଦେଖୁଛନ୍ତି କଣ କେମିତି ଚାଷୀ କୂଳ କେମିତି ରହିବ ବୋଲି ଆପଣ ଅନୁମାନ କରୁଛନ୍ତି? ଆଜ୍ଞା କଥାରେ କହନ୍ତି ମଲା ପୁଅର ଗଳା ମୋଟ। ହୁଁ, ଏ ବର୍ଷ ଯୋଉ ଧାନ ହେଇଥିଲା ହୁଁ, ଚାଷୀମାନେ ଏତେ ଖୁସି ଥିଲେ ଆଉ କହିବାର କଥା ନାହିଁ। କିନ୍ତୁ ଗଲା ବର୍ଷ ଯାହା ହେଇଗଲା ବର୍ଷାଟା ହେଇଥିଲା, ଏଇ ଯୋଉ ବର୍ଷାଟା ହେଲା ଏ ବର୍ଷାରେ ପୁରା ଚାଲିଗଲା। ମାନେ ସବୁ ଗଜା ଆଉ କିଛି ପାଇବାର ନାହିଁ। ଚାଷୀଙ୍କର ପୁରା ହତାଶ। ତ ସରକାର ନୂଆ ସରକାର ଆସିଲା ପରେ ଯୋଉ କହିଥିଲେ MSP 3100 ଟଙ୍କା ଦେବେ ବୋଲି ଯୋଉ ଚାଷୀ ମାନେ ଖୁସି ହେଇଯାଇଥିଲେ ଗୋଟେ ମନରେ ଗୋଟେ ଆଶଙ୍କା ଆସିଥିଲା କି ଯାହା ହଉ ସରକାର ପରିବର୍ତ୍ତନ ହେଲା। ପରିବର୍ତ୍ତନ ପରେ ଏ ଯୋଉ ସରକାର ଦେଇଥିଲେ ଗୋଟେ ଅନୁଦାନ ଦେବେ ବୋଲି କହିଥିଲେ ଧାନ କିଣିବେ ବୋଲି କହିଥିଲେ ବର୍ତ୍ତମାନ ଚାଷୀ କୂଳଙ୍କର ଯୋଉ ଚାଷ ଆଉ ନାହିଁ କଣ କରିବେ ସେ କଣ କରିବେ? ପୁରା ହତାଶ ଆଉ। ପୁରା ହତାଶ। କିଏ କଣ କରିବ? ଏମିତି ହବ ଆଉ କଣ କରିବେ? ଯୋଉ ଧାନ ତ ନାହିଁ ଦବା ପାଇଁ କି ଆଉ ସବୁ ଗଜା ଆଉ। ଯୋଉ ଆମର ମନ୍ତ୍ରୀ ରହିଥିଲେ ଯୋଉ ରହିଛନ୍ତି ମନ୍ତ୍ରୀ କହୁଛନ୍ତି କି ଲୋକମାନଙ୍କର ଇଏ କରାଯିବ ଅନୁଧ୍ୟାନ କରାଯିବ କଣ କାହାର କଣ କ୍ଷୟକ୍ଷତି ହେଇଛି ବୋଲି ଅନୁଧ୍ୟାନ କରିବା ପାଇଁ କଣ ଆଉ ବାଟ ରହିଛି? ଅନୁଧ୍ୟାନ କଣ କରିବା ଆଜ୍ଞା? ଏ କଣ ଜଣେ ଦି ଜଣ କିଏ ହେଇଛି? ଦେଶ ସମସ୍ତଙ୍କର ଗୋଟିଏ ନାଭିରେ ବସିଛନ୍ତି ଆଉ କଣ କାହାର ଅନୁଧ୍ୟାନ କରି କଣ ଦେବେ? ସରକାର ଯାହା ଦେଲେ କୋଉ କୂଳକୁ ସେ ପାଇବ ନାହିଁ। ତଥାପି ଏ ଯୋଉ ସମସ୍ୟା ଆମେ ଆଜି ରହିଛୁ ସେ ବିଲ ପାଖରେ ବି ରହିଛୁ ଆପଣ ମାନଙ୍କର ଯୋଉ ଆପଣ ଚାଷୀ ହିସାବରେ କହିବେ କି ଯୋଉ ଅଞ୍ଚଳରେ ଯେତିକି କ୍ଷୟକ୍ଷତି ହେଇଛି ଯାହା ବି ହେଇଛି ଚାଷୀ ମାନଙ୍କର ତୁରନ୍ତ ସେଟାକୁ କଣ କରିବା ଦରକାର ଅନୁଧ୍ୟାନ କରିକି ସରକାରଙ୍କୁ ରିପୋର୍ଟ ଜଣେଇବାର ଅଛି ନା ନାହିଁ? ନିଶ୍ଚିନ୍ତ ନିଶ୍ଚିନ୍ତ ଏଇଟା ଅନୁଧ୍ୟାନ କରି ସରକାର ଜାଣିବା ଉଚିତ। ଆସିଲେଣି କିଏ ଅଧିକାରୀ କେହି ଆସିକି? ଆସିନାହାନ୍ତି ଏପର୍ଯ୍ୟନ୍ତ। କେହି ଏପର୍ଯ୍ୟନ୍ତ କାଲି ଜଣେ ଆସିଥିଲେ। ଆସିଥିଲେ କି? କାଲି ଜଣେ ଆସିଥିଲେ ମୁଁ ସେଠି କୁଟା ଘାଣ୍ଟୁଥିଲି। ସିଏ ଏମିତି ତମରି ଭଳିଆ ମିଡ଼ିଆ ଫଟୋ ମୋଟୋ ଉଠେଇକି ନେଇକି ଗଲେ ଯେ ମୋର ଧାନ 5 ବସ୍ତା ଗଜା ସବୁ ଆଉ ତ ବିଲ ଦେଖୁଛନ୍ତି ଏମିତି ସବୁ ବୁଡ଼ିକିରି ରହିଛି। ବାହାରଣା ଗାଁରେ ଆମେ ରହିଛୁ ଏଠି ଅନେକ ଚାଷୀ ରହିଛନ୍ତି ସେ ଚାଷୀ ଭାଇମାନଙ୍କ ସହିତ କଥା ହବୁ ବର୍ଷା ବି ପଡୁଛି ଏମାନେ ସେଇ ଚିନ୍ତା ନେଇକି ବି ଏଇଠି ଆଲୋଚନା ହଉଥିଲା ଆମେ ଏଠି ପହଞ୍ଚିଛୁ ପଚାରି ବୁଝିବା ଯୋଉ ଧାନ ଆମେ ଦେଖିକି ଆସିଲୁ ବିଲ ସବୁର ଅବସ୍ଥା କଣ କେମିତି ଚାଷୀ କୂଳ ଯୋଉ ସୁନାର ସଂସାର ସୁନାର ଫସଲ କରିଥିଲେ ଏ ଯୋଉ ଅଦିନିଆ ବର୍ଷା ହେଲା କେମିତି ରହିଛି ବିଲର ପରିସ୍ଥିତି? ଏ ଧାନ ସବୁ ଭାସି ଯାଇଛି ଆଉ କଣ କରିବା ଆଜ୍ଞା? ଧାନ ପରିସ୍ଥିତି ଭଲ ନାହିଁ ଆଉ। ଧାନଠୁ ଆଉ ଅଲଗା ଯୋଉ ପନିପରିବା ସବୁ କିଛି ନାହିଁ ସେମିତି କିଛି ବି ସବୁ ନାହିଁ କିଛି ନାହିଁ ସବୁ ଭାସି ଯାଇଛି। ଆଉ ଜଣେ ଆମେ ମଉସା ଅଛନ୍ତି ମଉସାଙ୍କ ସହିତ କଥା ହବା କଣ କେମିତି ଧାନ କିଛି ଲୋକ କାଟି ଦେଇଥିଲେ ଏବେ ବି ପଡିକି ସବୁ ପାଣିରେ ସାର ଭାସୁଛି ଆଉ ଧାନ ସବୁ ଗଜା ହେଇଗଲାଣି ତେଣୁ ପନିପରିବା ଫସଲ ସବୁ କି ନଷ୍ଟ ହେଇଯାଇଛି ତେଣୁ ଚାଷୀ କୂଳ ହତାଶ। କଣ ହଁ ସେମିତି ସବୁ ତ ନଷ୍ଟ ଆଉ। ଫସଲ ଆଉ କୌଣସି କିଛି ନା ମଣିଷ ଏଥର ମରିବ ଆଉ କୌଣସି କିଛି ଆଉ ଉପାୟ ନାହିଁ।
ତ ସରକାର ଏ ପରିସ୍ଥିତିକୁ କେମିତି ଆପଣ ସରକାର ଆପଣ ଯାହା କରିବେ ଆଉ ତେଣୁ ଲୋକ ମଲେ ଆଉ କଣ ଭାବୁଛନ୍ତି ସରକାର ଯୋଉ ଚାଷୀ କେମିତି କଣ ବଞ୍ଚିବେ କେମିତି କଣ ରହିବେ? କେମିତି ସରକାର ଯାହା ବିଚାର କରିବ ଚାଷୀଙ୍କ ହାତରେ ଆଉ କୌଣସି କିଛି ନାହିଁ। କିଛି ନାହିଁ। ଆମେ ତ ସବୁ ବସିକିରି ଏମିତି କାନ୍ଦୁଛୁ ଭାବୁଛୁ ଆଉ। ତ ପ୍ରତିବର୍ଷ ହଇରାଣ ହୁଅନ୍ତି। ଏଥର ଯୋଉ ହେଇଛି ଏଥର ପରିସ୍ଥିତି ଏଭଳି ଅସମ୍ଭାଳ କରିଛି ଯେ ଯୋଉ ଟାଇମରେ ହବା କଥା ନୁହଁ ଆଗରୁ ହବା କଥା। ଯୋଉଟା ଆଗରୁ ହେଇଥିଲେ ଚଳିଥାନ୍ତା। ଏବେ ଯୋଉ ପୁରା ଫସଲ ଘରକୁ ଆସିବା ଟାଇମରେ ବର୍ଷାଟା ହେଇଗଲା ନା, ପୁରା ପରିସ୍ଥିତି ଏମିତି ଯେ ସବୁ ଗଜା ସବୁ କିଛି ଆଉ ମିଳିଲା ଭଳିଆ ଅବସ୍ଥାରେ ଆଉ ନାହିଁ। ଚାଷୀ କୂଳ ପୁରା ଯାହା କହନା ଯିଏ ଯାହା କାର୍ଯ୍ୟ କରି ଭଲ ମନ୍ଦ ଯାହା କରିଛି ତାକୁ ସୁଜିଆ ଦିନେ ଖାଇବାକୁ ତ ଗଣ୍ଡା ପାଇବନି ଆଉ କର୍ଜ ତ ସୁଝା ନିଜେ ଗଣ୍ଡା ଫେରେ ଖାଇବାକୁ ଚାଉଳ ଗଣ୍ଡା ଦରକାର। ସେତକ ବି ମିଳିବା ବି ଅସମ୍ଭବ ପ୍ରକାର ରହିଲାଣି। କିଛି ଲୋକ ଏ ଯୋଉ ଆଗୁଆ ସୂଚନା ପାଇକି କିଛି ଲୋକ କାଟିକି ଘରୁ ନେଇ ଆସନ୍ତି କିମ୍ବା ମେସିନ ଲଗେଇ କରିଦେଇଛନ୍ତି। ମେସିନରେ କେତେଟା ମାତ୍ର 10%ରେ ଆସିନି ଧାନ, 10 ବି ନୁହଁ। ସବୁ ଯିଏ କଚଡ଼ା ପଡିଛି ସବୁ ଗଜା ବି ସରିଗଲାଣି। ସିଏ ଆଉ ଆସିଲା ଭଳିଆ ଘରକୁ ଅବସ୍ଥାରେ ବି ନାହିଁ। ଆଉ ଯାହା ତ ପାଣି ଏଇଠି ଦେଖୁଛନ୍ତି ପାଣି ପାଟ କେମିତି ଧାନ ତ ପଡିକି ରହିଛି କଣ ତା ଯୋଉ କେତେ ଦିନରେ ବାହାରିବ କେତେ ଦିନରେ ଶୁଖିବ ଫେରେ କଟା ହବ କେତେବେଳେ କଣ ଗାଁଥବ ଆଉ କିଛି। ଆହୁରି ବର୍ଷା ସମ୍ଭାବନା ରହିଛି ବୋଲି ଯାହା ସରକାର ହଁ ସରକାର ଆଉ ତା କହୁଛି ବର୍ଷା ପ୍ରବଳ ରହିଛି ବୋଲି ଆଉ କଣ କରାଯିବ। କେମିତି କଣ ଚଳିବ ଏଇ ଓଡିଶା କେମିତି ଚାଲିବ କେମିତି? ଚଳିବା ଯାହା ଗଭର୍ଣ୍ଣମେଣ୍ଟ ଯୋଉ ଚାଉଳ ଯଦି ଗଣ୍ଡା ସେ ମିଳିବ ସେତିକିରେ ଚଳିବେ ଆଉ ଯାହା ଯଦି ସାହାଯ୍ୟ କରିବ ଗଭର୍ଣ୍ଣମେଣ୍ଟ ଚଳିବ ଆଉ ନହେଲେ ଗଭର୍ଣ୍ଣମେଣ୍ଟ ସାହାଯ୍ୟ ନ କଲେ ତ ପରିସ୍ଥିତି ଜଟିଳ ହବ ଆଉ। ମାନେ ଆପଣ କହିବାକୁ ଚାହୁଁଛନ୍ତି କି ଯିଏ ଦିନେ ଚାଉଳ ଦଉଥିଲା ସିଏ ଆଜି ଚାଉଳ ମାଗିବାକୁ ବାଧ୍ୟ ହବ। ହଁ ଦିନେ ଯିଏ ଚାଉଳ ତାପରେ ଧାନଟା ଥିଲେ ସିଏ ଆଣିକି ଚାଉଳ କରିଦବ। ଚାଉଳ କୋଉଠୁ ଆଣିକି ଦେବେ? ଗଭର୍ଣ୍ଣମେଣ୍ଟ ବି କୋଉଠୁ ଆଣିକି ଦବ? ସେଇଟା ବି ଗୋଟେ ଗଭର୍ଣ୍ଣମେଣ୍ଟ କୋଉଠୁ ଆଣିକି ଦବ? ସେ ଆମଠୁ ନେଇକିରି ପଇସା ଅଧିକା ଦେଇ ନଉଛି ଆମକୁ ଚାଉଳ ଆଣିକି ଗଣ୍ଡା ଦଉଛି। ସେତକ ସିନା ଗଭର୍ଣ୍ଣମେଣ୍ଟ ନେଲେ ନେଇ ପାଇଲେ ଆମକୁ ଦବ, ନେଇ ପାଇଲେ କୋଉଠୁ ଆଣିକି ଦବ? ପରିସ୍ଥିତି ଜଟିଳ ହବ। ଗଭର୍ଣ୍ଣମେଣ୍ଟ ସେମିତି ଅନ୍ୟ ଷ୍ଟେଟରୁ ଗହମ ବି ଚାଉଳ ଗଭର୍ଣ୍ଣମେଣ୍ଟ ବଞ୍ଚେଇବ। ଯାହାହେଲେ ଗଭର୍ଣ୍ଣମେଣ୍ଟ ଚଲେଇବ ଛାଡି ଯାହା ହବ ଆଉ କଣ କରିବା? ଭାଗ୍ୟ ଯାହା ଉପର ଲେଖନ କିଏ କରିବ ଆମେ। ସମ୍ପତ୍ତି ଏଠି ନଷ୍ଟ ହେଇଛି ବୋଲି ଭାବୁଛି। ମୁଁ ଭାବୁଛି ଏଠି 1000 ଏକର ଏଠି ନଷ୍ଟ ହେଇଛି ବୋଲି ଆଶା। 1000 ସମସ୍ତଙ୍କର କିଛି ନା କିଛି ଯାଇଛି। ସମସ୍ତଙ୍କର ପ୍ରାୟ କେହି କହିବେନି ଯେ ମୋର କ୍ଷତି ହେଇନି ବୋଲି। ତ ସରକାର ଆକଳନ ଯାହାର 5 ଗୁଣ୍ଠ ଅଛି ଯାଇଛି, 5 ଏକର ବାଲା ଯାଇଛି, କାହାର କିଛି ନାହିଁ। 5 ଗୁଣ୍ଠ ଯାଇଛି, 5 ଏକର ବି ଯାଇଛି, ବାଟିଏ ବି ଯାଇଛି, 5 ଏକର ଯାଇଛି। ଚାଷ କରିଥିଲେ ଆପଣଙ୍କ ସାମ୍ନାରେ ଆପଣଙ୍କର ଯୋଉ କଷ୍ଟ କରିଥିଲେ ଦିନ ରାତି ଲଗେଇ ଚାଷ କରିଥିଲେ ଚାଲି ଯାଉଛି ଆଜି ବୁଡି ଯାଉଛି ଆପଣଙ୍କ ସାମ୍ନାରେ ନଷ୍ଟ ହେଇଯାଉଛି କେମିତି ଆପଣ କଷ୍ଟ ହଉଛି ନା ନାଇଁ? କଷ୍ଟ ତ ପ୍ରବଳ କଷ୍ଟ ହଉଛି। ଘରୁ ଦେଖିଲା ବେଳକୁ ବିଲା ବେଳକୁ ମୁଣ୍ଡକୁ ବାଡେଇକିରି ଫେର ଘରକୁ ଯାଇ ଲୁଚିକିରି ବସିଲା ଭଳିଆ ହଉଛି। ଆଉ କଣ ଦେଖିଲା ବେଳକୁ ତ ପ୍ରବଳ କଷ୍ଟ ଲାଗୁଛି। ଆଜ୍ଞା ସବୁ ଏ ବର୍ଷାରେ ଚାଲିଗଲା, କିଛି ଆଉ ନାହିଁ। ପ୍ରଥମ ବର୍ଷାରେ ଯାହା ଯେମିତି ଯାଇଥିଲା ଇଏ ଦ୍ୱିତୀୟ କାଲି ରାତିଠୁ ନଗେଇଛି ପୁରା ଏଠି ଏପର୍ଯ୍ୟନ୍ତ ଛାଡିବାକୁ ନାହିଁ। ଟୋଟାଲି ଧାନ ନଷ୍ଟ। କେତେ ଏକର ଖଣ୍ଡେ ଏଠି ନଷ୍ଟ ହେଇଛି? ଏଠି ଆଜ୍ଞା କହିଲେ ତ ଦେଖୁଛନ୍ତି, ଆପଣ ତ ଦେଖୁଛନ୍ତି। ମୋର ଆଜ୍ଞା ସେଠି ହଉଛି 15 ଗୁଣ୍ଠୁ ଟୋଟାଲି ବିଲ ଭାସିଛି। ଆଉ କଟା ହେଇ କଚଡା ପଡିଛି, ଆଉ 20-22 ଗୁଣ୍ଠୁ ପଡିଛି କଚଡା ପଡିଛି। ଆଉ ଧାନ ଆଉ କଟା ହେଇନାହିଁ। ଆଉ ସବୁ ଚାଷୀ ଭାଇ ମାନଙ୍କର ଏଇଠି ପଡିଛି, ଆପଣ ଦେଖିପାରୁଥିବେ। ଟୋଟାଲି ଗଜା। କଣ କରିବୁ ଆମେ, କେମିତି ରହିବୁ, କଣ କରିବୁ ଆମେ କିଛି ଆଉ ଜାଣିପାରୁନୁ। ବହୁତ କରଜ ବି କରିଛୁ, କିସ୍ତି ମାସିକିଆ କିସ୍ତି କରିଛୁ, ଗ୍ରୁପ ଲୋନ କରିକିରି ଆଣିକିରି ଧାନ ଇଏ କରିଛୁ। ତାକୁ କେମିତି ସୁଝିବୁ ଆମେ ସେ କଥା ଭାବୁଛୁ। ସରକାର କଣ କିଛି କଲେନି? ସରକାର ଏପର୍ଯ୍ୟନ୍ତ କିଛି ଆମ ପ୍ରତି ନିଘା ନାହିଁ, କିଛି ନାହିଁ। ସିଏ ଏପର୍ଯ୍ୟନ୍ତ ଦେଖିବାକୁ ନାହାନ୍ତି। ଆପଣ ଆଜି ଆସିଲା କଣ ମୁଁ ଏଠି ବିଲରୁ ଆସିକିରି ଏଠି ଆପଣଙ୍କୁ ଦେଖିକିରି ଆସିକିରି କହିଲି ଯେ ଆମ ପାଇଁ କଣ ବ୍ୟବସ୍ଥା ଅଛି ନା ନାହିଁ। ଯାହା କଥା ହଉଛି ଆପଣଙ୍କ ସାଥିରେ ଏଇ ମିଡିଆ ଭାଇଚାରା ଭାଇ ହିସାବରେ କଥା ହଉଛି।
ତ ଭାବୁଛନ୍ତି ଏଥର ଚାଷୀ କୂଳ ଯୋଉ ଚାଷ କରିଥିଲା ସୁନାର ମାନେ ଫସଲ କରିଥିଲା ତାକୁ ଦେଖିକି ଖୁସି ହଉଥିଲା। ହଠାତ୍ ଯୋଉ ବର୍ଷା ହେଇଗଲା ବର୍ତ୍ତମାନ ଧାନ ନଷ୍ଟ କେମିତି ପରିବାର କେମିତି ଚାଲିବ? କଣ କେମିତି କରିବୁ ଆମେ ବି କିଛି ଜାଣିପାରୁନୁ। ମାନେ ସୁନାର ସଂସାର କହିଲେ ଏଇ ଚାଷୀ ମୂଲିଆ ଘର ହୁଁ। ଏଇ ଧାନରୁ ଆମେ ଚଳୁଥିଲୁ। ହୁଁ। ବର୍ଷକ 12 ମାସ ଖାଇବା ଗଣ୍ଡାଟା ହଉଥିଲା ସବୁ ଏଇଥିରୁ ଚଳୁଥିଲୁ। ଜାଣ ସରିଗଲା ଏ ବର୍ଷର ସଂସାର ଉଜୁଡିଗଲା ଟୋଟାଲି କିଛି ଆଉ ନାହିଁ। ଆଚ୍ଛା ଆମ ଏଇ ଯୋଉ କଟକ ଜିଲ୍ଲାରେ ଆଜ୍ଞା ନିଆଳି ଯୋଉଟା ରହିଲା ନିଆଳି ନିଆଳି ଅଞ୍ଚଳରେ ପ୍ରବଳ ବର୍ଷା ବି ହଉଛି। ପ୍ରବଳ ବର୍ଷା ହଉଛି। ଏବେ ବି ବର୍ଷା ହଉଛି କାଲି ରାତି ସାରା ବର୍ଷା ହେଇଛି। ଆଜ୍ଞା ବର୍ତ୍ତମାନ ଯୋଉ ଗତ ବର୍ଷଟା ହେଇଥିଲା ଲୋକ ଟିକେ ସମ୍ଭାଳି ହେଇଥିଲେ କିନ୍ତୁ ଏଇ ଯୋଉ ଲଗାଣ କାଲିଠୁ ଯୋଉ ହେଇଛି ସନ୍ଧ୍ୟା ସମୟରୁ ଆରମ୍ଭ ହେଇଛି ଆଜ୍ଞା। ତା ଦେହରେ ତା ପ୍ରଭାବରୁ ଯାହା ନଷ୍ଟ ହେଇଥିଲା ଏବେ କଣ ପରିସ୍ଥିତି? ଏବେ ତାଠୁ ମାନେ ଅଧିକ ଯେତିକି ନଷ୍ଟ ହେଇଥିଲା ପ୍ରଥମ ବର୍ଷାରେ ଏବେ କାଲିଠୁ ଯୋଉ ବର୍ଷା ହେଲା ଯାଇ ଲୋକ ଟିକେ ପଲଟା ପଲଟି କରିକି ଏଠି ଆପଣ ଦେଖୁଥିବେ ପଲଟା ପଲଟି କରିକି ଶୁକେଇଥିଲେ ସିଏ ବି ଯୋଉ କାଲି ରାତିଠୁ ଯୋଉ ବର୍ଷା ହେଲା ଟୋଟାଲି ମାନେ ନଷ୍ଟ ଆଉ ମାନେ ଘରକୁ ଯିବାର ନାହିଁ। ମାନେ ଧାନ ଆଉ ଘରକୁ ଯିବାର ନାହିଁ ବିଲରେ ହିଁ ରହିଲା। ତ ସରକାର କଣ କରିବେ ବୋଲି ଭାବୁଛନ୍ତି? ଆମେ ଚାହୁଁଛୁ ସରକାର ଆମ ପ୍ରତି କିଛି ସହାୟତା ହୁଅନ୍ତୁ ଆମକୁ ଆମ କ୍ଷତିପୂରଣ ଟା ଦିଅନ୍ତୁ। ତେଣୁ ଆମେ ଋଣ ଭାର ଯୋଉ ଅଛୁ ଋଣ ଭାରରୁ ମୁକ୍ତ ହୁଅନ୍ତୁ। ଯଦି ଋଣ ସୁଝିବା ପାଇଁ ସରକାର ସାହାଯ୍ୟ କରିବେ ଆଜ୍ଞା ଖାଇବା ପାଇଁ କଣ କରିବେ? ଖାଇବା ପାଇଁ କଣ କରିବୁ ଆଉ ଖାଇବା ତ ଚାଲିଗଲା ଆଉ କଣ କରିବୁ ସବୁ ମାନେ ମୂଳ ଚାଲିଗଲା। ଯାହା ଖାଇବା ପାଇଁ ରଖିଥାନ୍ତୁ ଯାହା ବିକି ବାକିକିରି କରଜ ସୁଝିଥାନ୍ତୁ ସିଏ ଟୋଟାଲି ସବୁ ଚାଲିଗଲା। ଆମେ କେମିତି ରହିବୁ କିଛି ଆଉ ଜାଣିପାରୁନୁ। ନିହାତି ଏ ଯୋଉ ବର୍ଷାଟା ହଉଛି ଆହୁରି କିଛି ଦିନ ବର୍ଷା ଲାଗିବ ବୋଲି ଯାହା ସରକାର କହୁଛନ୍ତି ପରେ ସେ କେମିତି କଣ ଚଳିବେ? ଆଜ୍ଞା ଆମେ ତ ଟିଭିରେ ମିଡିଆ ଯାହା ଦେଖିକିରି କହୁଛୁ ସମାଚାର ଦେଖି କହୁଛୁ 24-25 ଫେର 27-28-29 ଫେର ଗୋଟେ ଲଘୁଚାପ ଅଛି। ଇଏ ମାନେ ଆଉ କିଛି ନାହିଁ ସବୁ ସରିଗଲା। ମାନେ ଧାନ ତ ଗଲା ଘାସ ବି ଧାନ ଗଲା ଘାସ ଗଲା ଅଗମଳା ଗଲା ଘର ଛପର ଚାଲିଗଲା ଗାଈ ଗୋରୁ ବି ଖାଇ ପାରିବେନି ନଡା କୁଟା ଏ ବର୍ଷ ବି ଗାଈ ଗୋରୁଙ୍କ ପାଇଁ ବି କିଛି ନାହିଁ। ଚାଷର ଅବସ୍ଥା ହଁ ଏଇଭଳିଆ। ଚାଷ ଭଳ ଅବସ୍ଥା ହେଇଗଲା ବର୍ଷା ଫର୍ଷା ହଉଛି ଇଏ ସିଏ ହଉଛି ବର୍ଷା ହେଇକିରି ସବୁ ପୁରା ବର୍ବାଦ ହେଇଗଲା। ଯେ ଯୋଉମାନେ ଚାଷୀ ଥିଲେ ସେମାନେ ଧାନ ଦଉଥିଲେ ସରକାର ହଁ ହଁ ସରକାର ଫେର ରିଟର୍ନ ଆମକୁ କିଛି ଦଉଥିଲେ ହଁ କମ ପଇସାରେ ଦଉଥିଲେ ଅଧିକ ପଇସାରେ ନଉଥିଲେ ଆଜ୍ଞା କମ ପଇସାରେ ଦଉଥିଲେ। ଆଜ୍ଞା ଯଦି ବିଲରେ ଧାନ ନଥବ କଣ ହବ ପରିସ୍ଥିତି? ଦେଇପାରିବେନି ଆଉ କେମିତି ଦେବେ ସରକାର ନେଇପାରିବେନି କି ଦେଇ ବି ପାରିବେନି ବୁଝିପାରୁଛ ନା। କଣ କହିବେ ମାନେ ଏ ଯୋଉ ନଷ୍ଟ ହେଇଛି ସରକାର କିଭଳି? ପ୍ରକୃତିର ତାଣ୍ଡବ କିଏ କଣ କରିବ ଆଜ୍ଞା। ହୁଁ। ଏଇଟା ହଉଛି ନ୍ୟାଚୁରାଲ ମାନେ କାଲାମିଟି ଆକୁ ଆଉ କିଏ କଣ କରିପାରିବ କେହି କିଛି ତ କରିପାରିବେନି। ଆପଣ ବୁଦ୍ଧିଜୀବୀ ହିସାବରେ କଣ କହିବେ? ବୁଦ୍ଧିଜୀବୀ ହିସାବରେ ସରକାର ଆମକୁ ଟିକେ ହେଲ୍ପ କରୁ। ଚାଷୀର ସବୁବେଳେ ଆଜ୍ଞା କ୍ଷତି ବୁଝିଲେ ଚାଷୀ ଗୋଟେ ବାଇଗଣ କରୁଛି ଆଜ୍ଞା 10ଟା ବାଇଗଣ ଫଳିଲା ବାଇଗଣ ଦେହରୁ 5ଟା ପୋକା ବାହାରିଲା ସେ ପୋକାଟା ତାର କ୍ଷତି ହେଲା ଆଉ ଯୋଉ 5ଟା ହେଲା ତାକୁ ନେଇକି ବିକ୍ରି କଲା ତା ଦେହରେ ବି ଅଛି କହିଲା 20 ଟଙ୍କା କିଲୋ ଯିଏ କିଣିଲା ବାଲା ସିଏ ଥାଇ କହିଲା ମୋର ମୁଁ ଦେବି ଆଜ୍ଞା 15 ଟଙ୍କାରେ 5 ଟଙ୍କା ଏଇ ଟାଇପର ଜିନିଷ। ମୁଁ କଣ କହୁଛି ମୋର ଲଜିକ ଟାକୁ ଆପଣ ବୁଝିପାରୁଥିବେ ବୁଝିଲେ ଏଇଟା ହଉଛି କଥା। ତେଣୁ ଚାଷୀର ସବୁବେଳେ କ୍ଷତି ମୋ ମତ। ଯେ ଏଇଟା ଯୋଉ କ୍ଷତି ହେଇଛି ଏ ସାର୍ବଜନୀନ ହେଇଗଲା ହଁ ଯାହାର ଗୁଣ୍ଠେ ହେଇଛି ସେ ବି ନଷ୍ଟ ହେଇଛି ହଁ ଯେ 1-5 ଏକର ହେଇଛି ତାର ବି ନଷ୍ଟ ହେଇଛି। ଆଜ୍ଞା ଆଜ୍ଞା ବର୍ତ୍ତମାନ ସମସ୍ତେ ସମାନ ହେଇଗଲେ ହୁଁ। ତ ଆମେ ଏ କ୍ଷେତ୍ରରେ ରାଜନୀତି କରିବାର କିଛି ଆବଶ୍ୟକତା ରହିଛି କି? କିଛି ନାହିଁ ଏ କ୍ଷେତ୍ରରେ ରାଜନୀତିର କିଛି ନାହିଁ ରାଜନୀତି ଆ ଦେହରେ କିଛି କଲେ ଲାଭ ନାହିଁ। ଲାଭ କଣ ଏ ତ ମାନେ ଭଗବାନଙ୍କ ମାନେ ଏଇଟା ଗୋଟେ ନ୍ୟାଚୁରାଲ କାଲାମିଟି ସାଙ୍ଗେ ସମାନ ତେଣୁ ସରକାର ଆକୁ ସରକାରଙ୍କ ପାଖରେ ଯଦି କିଛି ଅଛି ସରକାର ଚାଷୀକି ହେଲ୍ପ କରୁ ସାହାଯ୍ୟ କରୁ। ନିହାତି ସରକାର ତ ସାହାଯ୍ୟ କରିବେ। ଆମେ ବି ଆଜି ଆସିଥିଲୁ ସକାଳୁ ଅନେକ ଜାଗା ବୁଲିଲୁ ଆଜ୍ଞା ନିଶ୍ଚିନ୍ତ ଏମ୍ପ୍ଲୟ ବି କରିବେ ଆଜି ସମସ୍ତେ ସଫର ହେଇଛନ୍ତି। ଆଜ୍ଞା ମୁଁ 2 ଏକର ଧାନ କରିଛି 2 ଏକରରୁ ବର୍ତ୍ତମାନ ଏକର ବିଲ ପାଣିରେ ଅଛି ଆଉ କାଲି 10 ଗୁଣ୍ଠୁ ମେସିନରେ କାଟିଛି ବାକି ଆହୁରି ଏଠି 4 ଗୁଣ୍ଠୁ ଅଛି ଏଠି 4 ପାଇ ପଡିଛି ବର୍ତ୍ତମାନ ତାକୁ ଟେକିକିରି ଏଇ ରାସ୍ତାକୁ ଆଣିବି ବୋଲି ଭାବୁଛି ଆଉ। ତ ଆପଣ ଭାଗ ଚାଷ କରିଛନ୍ତି ତ ଯୋଉ ଜାଗାର ମାଲିକ ତାକୁ କଣ ଦେବେ ସରକାରଙ୍କୁ କଣ ଦେବେ ଆପଣ କଣ ଘରେ? ଆମେ ଆଉ ଆଜ୍ଞା କଣ ନେବୁ ଯେତେବେଳେ ସବୁ କିଛି ଯାଉଛି ଚାଲି ଯାଉଛି ଆଉ ମାଲିକ କଣ ନେବେ ଆମେ କଣ ନେବୁ ଆଉ ଲସ୍ ସହିବୁ ସମସ୍ତେ ଆଉ। ତ ସଂସାରକୁ କେମିତି ଯୋଉ ଧାନଟା ଆପଣ ଚାଉଳଟା ରଖିଥାନ୍ତେ ଘରେ ଖାଇବା ପାଇଁ ସେଇଟା ବି ନାହିଁ କେମିତି କଣ ଚଳିବ ସଂସାର? କେମିତି ଆଜ୍ଞା ଦୁଃଖ ତ ଯେତେବେଳେ ଆସିଛି ଦୁଃଖ ସାମ୍ନା କରିବାକୁ ପଡୁଛି
ଯଦି ସରକାରଙ୍କର କିଛି ସାହାଯ୍ୟ ଥବ ତା ସୁବିଧା ତ ମିଳିଲେ ଭଲ କଥା ଆଉ। କଥାରେ ଅଛି ଭଗବାନ ଭରସାରେ ବର୍ତ୍ତମାନ ଚାଷୀ ମାନେ ରହିଛନ୍ତି ବୋଲି ଯାହା ଅନୁମାନ କରାଯାଉଛି। ବର୍ତ୍ତମାନ ଗଡ ମାନେ ଭଗବାନଙ୍କ ଠାକୁର ଯଦି ସାହା ହେବେ ତ ଚାଷୀ କୂଳ ବଞ୍ଚିବ, ନହେଲେ ଗଲା। ତ ସରକାର ଆପଣଙ୍କ କଥାକୁ ନିଶ୍ଚିନ୍ତ ଆମେ ପହଞ୍ଚେଇବାକୁ ଚେଷ୍ଟା କରୁଛୁ। ସରକାର ଆମ କଥା ନିଶ୍ଚୟ ଶୁଣିବେ, ସରକାର ନିଶ୍ଚିତ ଶୁଣିବେ, ଭଲ ସରକାର ଆସି ଶୁଣିବେ। ତ ଏଥର ବି ସରକାର ଗୋଟେ ଯୋଜନା କରିଥିଲେ କି 3100 ଟଙ୍କା ଦେବେ ଧାନ ନେବେ। କଥାଟା ବୁଝିଲେ କି? ଯଦି ଧାନ ନଥିବ ଧାନ ଦବ କଣ ନବ କଣ? ସେଇ କଥା ତ ଆଜ୍ଞା, ଧାନ ନଥିଲେ ଆମେ ଦବା କଣ? ତ ସରକାର ଯଦି ଧାନ ନେବେନି ସେ ଚାଉଳ କୋଉଠି କଣ କରିକି ଆପଣଙ୍କୁ ଦେବେ ଫେରେ? ନା ସେଇଟା ଆଉ କେହି ଦେଇପାରିବେନି, ଆଉ ଦୁଃଖ କଥା ଏଇଟା ଆଉ। ଭାଇ କଣ ଧାନର ଅବସ୍ଥା କଣ? ଧାନ ତ ବର୍ଷା ପାଇଁ କିଛି କହିଲେନି, ଗଭର୍ଣ୍ଣମେଣ୍ଟ କିଛି କହିଲାନି, କହିଲା ହାଲକା ବର୍ଷା ହବ ବୋଲି। ତେଣୁକରି ଆମେ ଧାନ କାଟି ଦେଇଛୁ 2 ଏକର 1.5 ଏକର ଏମିତି କାଟି ଦେଇଛୁ ଜଣକା। ଆଉ ପାଣିରେ ଏମିତି ଭାସୁଛି, ଯାହା ହବ ଗଜା ତ ହେଇଗଲାଣି ଧାନ ଅଲରେଡି। ଆଉ ପାଣିରୁ ଯାହା ଛାଣିକି ରଖିଥିଲୁ ଶୁଖିଲାରେ ଯେ ସିଏ ବି ବୁଡ଼ିଲାଣି। ଆଉ ଧାନ କଣ, ଇଏ ବର୍ଷା ପୁଣି ଆହୁରି ଅଛି 29 ତାରିଖ ଯାଏ, ଯାହା ହବ। କେତେ ଧାନ ଏଠି ନଷ୍ଟ ହବ ବୋଲି ଭାବୁଛନ୍ତି? ଏଠି ସମ୍ପୂର୍ଣ୍ଣ ଧାନ ନଷ୍ଟ ହେଇଯିବ, ଟୋଟାଲି ଜଙ୍ଘେ ପାଣି ହବ। କଣ ଏଥର ତ ମାନେ ଆମେ ଦେଖିଥିଲୁ ଧାନ ପ୍ରବଳ ମାତ୍ରାରେ ହେଇଥିଲା ଆଉ ଚାଷୀ ବହୁତ ଖୁସି ଥିଲେ। କଣ ହବ? କିନ୍ତୁ ଧାନ ଯୋଉ ଭଳିଆ ହେଇଥିଲା, ଯିଏ ସାର ପକେଇଛି ନ ହେଇଛି, ଯିଏ ସାର ଦେଇଛି ବି ହେଇଛି, କିନ୍ତୁ ଦୈବ ତ ରଖିଲାନି ଆଉ, ଦୈବ ନେଇଗଲା ଧାନକୁ ଆଉ, ଧାନକୁ ଦୈବ ନେଇଗଲା। ଏଥର କଣ କରିବେ ଚାଷୀ? ଚାଷୀ ଯଦି ଟାଇଚିନ ପାଣି ଦବ ତାହେଲେ ଟାଇଚିନ କରିବେ, ନହେଲେ ନାହିଁ ଚାଷୀ କୂଳ ପୁରା ହତାଶ। ଏକର ଏକର ସମ୍ପତ୍ତି ଚାଲିଗଲା। ହଁ, ମୁଁ ତ ନିଜେ 2 ଏକର 1.5 ଏକର କାଟିଛି, ଆଉ ଯିଏ ଯାହା କାଟିଥବ। ସକାଳୁ ଉଠିକି ଦେଖୁଛନ୍ତି କଣ? 3 ଦିନ ହେଲା ନିକିମା ହେଇଛି। ଖରା ଟିକେ ମାଇଲା ଶୁଖେଇଲୁ, ପୁଣି ହେଇଠି କାଲି ରାତି ଠାରୁ ବର୍ଷା। କଣ କେମିତି କେତେ ଖୁସି ଥିଲେ, ଏବେ କଣ? ଖୁସି ଥିଲୁ 2 ଦିନ ହବ, କାଲି ସନ୍ଧ୍ୟା ଠାରୁ ଯୋଉ ବର୍ଷା ହେଲା, ଆଉ ଧାନ କିଆରି ଯିବାକୁ ଇଚ୍ଛା ହଉନି, ଗଲେ ବି ବେହୋସ ହେଇଯିବୁ, ଲାଭ କଣ ମିଳିବ? ତେଣୁକରି ଆଉ ଯାଉନି ଜମା ବିଲକୁ। ଭାଇ ଆପଣ କରୁଥିଲେ ଧାନ? ହଁ, ସେଇଭଳିଆ ସବୁ ମୋର ବାୟା ହେଇନି ସବୁ ଭାସୁଛି, ଆଉ କଣ କରିବୁ? ଏଇଭଳି ପରିସ୍ଥିତି ଆଉ କଣ କରିବୁ? କିଛି କରିହବନି? କଣ କରିବୁ? କୋଉଠି କଣ ନେଇ ହଉଛି? କୋଉଆଡେ ନବ? ବର୍ଷା ତ ସବୁଆଡେ, କଣ କରିବ? ମୁଣ୍ଡ ପୁରା ପାଗଳ, କିଛି କରିହବନି। କିଛି କରିହବନି। କଣ କରିବୁ? ଆପଣ ନିଜେ ଦେଖୁନାହାନ୍ତି ଏ ସବୁ ପରିସ୍ଥିତି ଯୋଉ କୋଉଠି କଣ ନେଇ କରିବ? ଏ ସବୁ ଧାନକୁ କଣ ନେଇ କୋଉଠି କରିବୁ କହିଲେ? ଯେତେ ଅନୁସାରେ ଚାଷୀ ଗୋଟେ ଖୁସି ହେଇଥିଲା କି ଆଜ୍ଞା, ଆଜି ପୁଣି ସେଇ ଦୁଃଖ ଦୁର୍ଦ୍ଦଶାକୁ ଠେଲି ଦେଇଛନ୍ତି। ହଁ, ଆଉ କଣ କରିବୁ? ଆଉ ତ ଗୋଡ଼ ହାତ ବି ଚଳୁନି, କଣ କରିବୁ? ନିହାତି ଗୋଟେ ଆମର ଚାଷ ହେଲା, ମୁଖ୍ୟ ଚାଷ ହେଲା ଧାନ, ପାନ, ମିନ ଆମ କୁହାଯାଏ ନାଇଁ କି? ନିଆଳି ଆଜି ଆମେ ଯାହାକୁ ଦେଖୁଛୁ ତା ଆଖିରେ ଲୁହ ରହିଛି। ହଁ, ଲୁହ ତ ନିଶ୍ଚିନ୍ତ, କାରଣ ଏ ଯୋଉ ବର୍ଷା ହଉଛି, ଚାଷୀ କୂଳ କାନ୍ଦିଲା ଭଳିଆ କାନ୍ଦୁଛି। କିନ୍ତୁ ଗଭର୍ଣ୍ଣମେଣ୍ଟ ସିଆଡେ କଣ କରୁଛି ନା, ନିଆଳିକି ଆସିଥିଲା ଆମର ଯୋଗାଣ ମନ୍ତ୍ରୀ, ସିଏ କହିଲେ କଣ ନା, ଆମର ଧାନ ଦବ ଠଣ ଠଣ, ପଇସା ନବ ଠଣ ଠଣ। କଣ ଧାନ ଦବୁ ଆମେ, କଣ ପଇସା ପାଇବୁ କଣ? ସରକାର ଯଦି ଧାନ ନେବେ ତ ଆମକୁ ଚାଉଳ ହିସାବରେ କିଛି ଯୋଉ ମାନେ BPL ଚାଉଳ ଦଉଥିଲେ, ବର୍ତ୍ତମାନ ଧାନ ତ ସମ୍ପୂର୍ଣ୍ଣ ଚାଲିଗଲା। ଆଉ ଚାଉଳ କୋଉଠୁ ଦେବେ ଗଭର୍ଣ୍ଣମେଣ୍ଟ? ଗଭର୍ଣ୍ଣମେଣ୍ଟ ଦିନ କେତେ ଦିନ ଦେବେ? 8-10 ଦିନ ଦେବେ। ଯୋଉ 5 କିଲୋ ହିସାବରେ 8 ଦିନ କି 10 ଦିନ ଲୋକ ଖାଇବେ, ତାପରେ ଆଉ 20-25 ଦିନ କଣ କରିବେ? ସେ ପୁଣି କାହାର ମୂଲ ନେଇଯାଉଛି ଯିବେ, ନହେଲେ ଘରେ ଉପାସରେ ପାଣି ପିଇ ଶୋଇବେ, ଆଉ କିଛି ଉପାୟ ନାହିଁ ୟାର। ଚାଉଳ ସିନା ଧାନ ଥିଲେ ସରକାର ନେବେ, ତମକୁ ଚାଉଳ ଦେବେ, ଯଦି ଚାଉଳ ହିଁ ଯିବନି ଏଠୁ, ଚାଷୀ ଦେଇପାରିବେନି, କେମିତି କଣ କରିବେ? ଗଭର୍ଣ୍ଣମେଣ୍ଟ ଚାଉଳ ଦେଇପାରିବନି କି ଚାଷୀଙ୍କର କ୍ଷତିପୂରଣ ବି ଦେଇପାରିବନି। କଣ ଦେବେ କ୍ଷତିପୂରଣ? ଦେଇ ସେ 2000 ଲେଖା ଦେବେ, ତାପରେ କଣ? ମୋର ଏଇନା 1.5 ଏକର ବିଲ ନଷ୍ଟ ହେଲା, 1.5 ଏକର ମୁଁ ପାଇଥାନ୍ତି 50-60 ବସ୍ତା ଧାନ, ମୁଁ ଘରେ ରଖିକି ଆଉ ମୋର 40 ବସ୍ତା ଦେଇଥାନ୍ତି, କିନ୍ତୁ କାହିଁ ସେତକ ମୁଁ 4 ବସ୍ତା ବି ପାଇପାରିବିନି।
ଏଇ ଯୋଉ ବର୍ଷାରେ ଆପଣ କହୁଛନ୍ତି ମନ୍ତ୍ରୀ ଏୟା କହିଲେ ସେୟା କହିଲେ, ବର୍ଷାକୁ ମନ୍ତ୍ରୀ କଣ କରିବେ ନା ଚାଷୀ କଣ ନା କରିବେ? ନା ଚାଷୀ କଣ କିଛି କରିପାରିବେନି କି ମନ୍ତ୍ରୀ ବି କିଛି କରିପାରିବେନି, କିନ୍ତୁ ଆମ ଦୁର୍ଭାଗ୍ୟ ଯୋଗୁଁ ଆମେ ଜାଣିପାରୁନୁ ଧାନ କାଟି ଦେଇଛୁ। ନାଇଁ, ସରକାର ବି ଏଥର ଆଉ ଗୋଟେ ଆପଣଙ୍କ ପାଇଁ ଭଲ ଯୋଜନା ଆଣିଥିଲେ 3100 ଟଙ୍କା ଯୋଉ MSP ଦେଇକି ନେବେ ବୋଲି କହିଥିଲେ। ଚାଷୀ ମାନେ ଖୁସି ହେଇଯାଇଥିଲେ, କିନ୍ତୁ ବର୍ତ୍ତମାନ କଣ୍ଡିସନରେ କଣ ହବ? ବର୍ତ୍ତମାନ କଣ୍ଡିସନରେ ଆମେ ତ ଧାନ ଦେଇପାରିବୁନି, ଧାନ ବି ମିଲର ନେଇପାରିବେନି। ହୁଁ, ମିଲର ନେଲେ ସେ ଧାନକୁ ରିଜେକ୍ଟ କରିବେ, ହୁଁ, କାହିଁକିନା ଗାଲି ଫାଟିଗଲାଣି। ହୁଁ, ମିଲର ତ ନେବେନି, ହୁଁ, ମିଲର ନେଲେ ତାଙ୍କର ଲସ୍, ଆମର ବି ଲସ୍। ହୁଁ, ଆମେ କିନ୍ତୁ ଓଡ଼ିଶା ଗଭର୍ଣ୍ଣମେଣ୍ଟ କହୁଛି ଆମେ ଦେବୁ 2300 ଟଙ୍କା, ସେଣ୍ଟ୍ରାଲ କହୁଛି ଆମକୁ ଆମେ ଦେବୁ 820 ଟଙ୍କା, ହୁଁ। କିନ୍ତୁ 2300 ଟଙ୍କା ପାଇବୁନି କି 820 ଟଙ୍କା ବି ପାଇପାରିବୁନି। ଧାନ ତ ନାହିଁ ଆଉ। ଧାନ ତ ମୁଖ୍ୟ ନାହିଁ, ହୁଁ। ଆଉ ଦବୁ କଣ ମିଲର? ତ କିଛି ଲୋକ ଆମେ ଦେଖିଲୁ ବାଟରେ ଆସିଲା ବେଳେ ଅନେକ ଲୋକ କିଛି ପରସେଣ୍ଟ ଲୋକ ମେସିନରେ କାଟି ଦେଇଛନ୍ତି, ସେମାନେ ବି କିଛି ଯଦି କିଛି କଲେକ୍ସନ କରିପାରିବେ। କଲେକ୍ସନ କଲେ କଣ, ଯୋଉମାନଙ୍କର ଧର 20 କୁଇଣ୍ଟାଲ 30 କୁଇଣ୍ଟାଲ ଥିବ, ହୁଁ, ସେମାନେ କାଟି ଦେଇଛନ୍ତି ମେସିନରେ ଏକରେ, ହୁଁ, କେତେ କୁଇଣ୍ଟାଲ ହବ? 15 କୁଇଣ୍ଟାଲ ହବ, ଆଉ 25 କୁଇଣ୍ଟାଲ କୋଉଠୁ ଆଣିବେ? ଏଇମାନଙ୍କ ଠାରୁ ନେଇଥାନ୍ତେ ନା ନାଇଁ, ତଳ ଚାଷୀଙ୍କ ଠାରୁ, ହୁଁ। କିନ୍ତୁ ସେତକ ବି ଯାଇପାରିବନି। ଭାଗ ଚାଷୀ ବି କିଛି ଆମକୁ ଦେଖାଇଥିଲେ, କହୁଥିଲେ ସେ ଭାଗ ଚାଷୀ ଫେର କଣ କରିବେ? ଆରେ ଯୋଉ ଯାହାର ବିଲ କରିଛନ୍ତି ଭାଗ, ତାକୁ କଣ ଦେବେ? ନିଜେ କଣ ଘର ପାଇଁ ରଖିବେ? ଆଉ ସରକାରକୁ କଣ? ନାଇଁ, ଭାଗ ଚାଷୀ ତ ସେ ଜମି ପଟା ଦେବେନି, ନା। ଭାଗ ଚାଷୀ ଜମି ପଟା ଦେବେନି। ନା ନା, ସେମାନେ ତାଙ୍କ ଖାତାରେ ପଇସା ଆସିଲା ସେମାନେ ରଖିଲେ, ହୁଁ, ଭାଗ ଯିଏ କରିଛି ସେମାନେ କଣ ସେ ପଇସା ଦଉଛନ୍ତି ନା ଜଣଉଛନ୍ତି? ଜଣଉନାହାନ୍ତି। ହୁଁ, ତେଣୁକରି ଚାଷୀ ଯିଏ ମରୁଛି। ଏଇଠି ଗୋଟେ ତରବଣରେ ହୁଁ, ସବୁ ଯାକ ଭାଗ ଚାଷୀ, ହୁଁ, ଆମେ ସବୁ ହଉଛୁ ଭାଗ ଚାଷୀ। ହୁଁ। ସେମାନଙ୍କ ବିଲ କଲୁ, ଯୋଉ ଟଙ୍କା ଆଇଲା ତାଙ୍କ ପାଖକୁ, ଆମେ ଟଙ୍କାଟେ ପାଇବାର ନାହିଁ। ଏବେ କଣ ହବ? ଏବେ ଏଇଆ ତ ହବ, ଯଦି ଗଭର୍ଣ୍ଣମେଣ୍ଟ ଦବ ସିଏ ପାଇବେ ନା ଆମେ କଣ ପାଇବୁ? ବୁଝିଲେ କି? ମୁଁ ଭାଗ ଚାଷ କରିଛି, ତାଙ୍କ ନାଁରେ ସବୁ କିଛି ରହିଲା, ସେମାନେ ପାଉଛନ୍ତି ପଇସା, ଆମେ ତ ପାଉନୁ ଟଙ୍କାଟେ। ମାନେ ଆପଣଙ୍କର କଷ୍ଟ ସେଇ ପାଣିରେ ବହିଗଲା ଆଉ। ହଁ, ଦେଖନ୍ତୁ ଆଜ୍ଞା, ମାଲିକ ପାଉଛନ୍ତି ପଇସା। ମାଲିକ ମାନଙ୍କର ଆମେ ଜମି କରିଛୁ, ଆପଣ ଆମର ଯୋଉ କ୍ଷତି ହେଲା ସରକାର ଦଉଛନ୍ତି, ଯୋଉମାନଙ୍କ ନାଁରେ ସମ୍ପତ୍ତି ତାଙ୍କର, ଆମେ ଭାଗ ଚାଷୀ ଆଜ୍ଞା। ଭାଗ ଚାଷୀ ବୋଲି ଆମର କିଛି ପ୍ରମାଣ ନାହିଁ। ଆମେ ଯୋଉ ଦୁଃଖ ସୁଖ ଧାର ଉଧାର କରି ଚାଷବାସ କରିଛୁ ଆଜ୍ଞା, ଉଜୁଡ଼ି ଗଲା, ମାଲିକ ତାକୁ ବି ଦେବେନି ଆମକୁ ଆଜ୍ଞା। ଆଚ୍ଛା, ଆପଣ ଯୋଉ ଭାଗ ଚାଷୀ କରନ୍ତି ନିଜ ଘର ପାଇଁ କିଛି ରଖନ୍ତି, ଆଉ ତାଙ୍କୁ କିଛି ଦିଆଯାଏ? ନିଜ ପାଇଁ ତ ନାହିଁ। ନା, ନିଜ କଣ କରୁ ଆମେ? ସେଇଥିରୁ ତାଙ୍କର ଅଧେ ଆମର ଅଧେ, ଆମେ କରତ ଜମି କରି କରିବୁ, ତାଙ୍କୁ ଅଧେ ଦେବୁ। ଆମର ତ ସମ୍ପତ୍ତି ବାଡ଼ି ନାହିଁ, ଆଉ କଣ କରିବୁ? ଭାଗ ଚାଷ ଏବେ କଣ? ଏବେ ଯାହା ଈଶ୍ୱର ତ ନେଇଗଲେ ଜମି, ସବୁ ଗଲା, ବର୍ଷାରେ ଗଲା। ଯାହା ଈଶ୍ୱରଙ୍କର ବରାଦ, ଆମର ଆଉ ଭରସା କିଛି ନାହିଁ ଆଜ୍ଞା। ସରକାର କଣ ଆମକୁ ଦେବେ କହୁଛନ୍ତି ସାହାଯ୍ୟ, ସେ କଣ ଆମକୁ ସାହାଯ୍ୟ ଦେବେ ଆମକୁ? କୁହ, ଏ ଯୋଉ ଧାନରେ ଆପଣ ଦେଖୁଛନ୍ତି ଧାନ ଏବେ ବି କଟା ହେଇକି ବିଲରେ ପଡିଛି। ଆଜ୍ଞା ସାର୍ ଦେଖନ୍ତୁ, ଧାନ ବିଲରେ କଟା ହେଇ ପଡ଼ିଛି, ପୁରା ଚାଷୀ ମରିଗଲେ, ଧାନ ଟୋଟାଲ ନାହିଁ। ଯିଏ ମାଣେ ଦି ମାଣ ତିନି ମାଣ করে ସବୁ ଚାଲିଗଲା। ଚାଷୀ ଗୋଟେ ଲୋକ ଏଠି କାଲି ହାତ କାହିଁକି ତାକୁ ହାତ କାହିଁଗଲା ଯାଇକି କଠ ଥନା ପଡ଼ିଛି। ଏ ଲୋକ ପକେଇ ଧାନ କାଟିଛି। ଆଜ୍ଞା ମୁଁ ଗୋଟେ ଅଭାବ ଲୋକ, ବିଲ 1.5 ଏକର ଅଛି, ସବୁ ବିଲ କାଟି ଯାଇଛି। ଏଥର ଧାନ ପ୍ରବଳ ଭଲ ହେଇଥିଲା। ଧାନ ଭଲ ହେଇଥିଲା, ଜୀବ ପାଇଁ କାମ ହେଇଛି। ହୁଁ। ଗୋଟେ ଚାଷୀ ଗୋଟେ କେଣ୍ଡା ଘରୁ ନେଇପାରିବନି ହେଲା। ଆପଣ ଆଜି ବିଲରେ ଅଛନ୍ତି, ଏ ଯୋଉ ବିଲର ଅବସ୍ଥା ଦେଖିକି କଣ ଭାବୁଛନ୍ତି? କଣ ଦେଖିବେ ଭାବିବା, କଣ କହିବା ସାର୍? ଦେଖୁଛ ତ ଚାଷୀ ଏମିତି ମରୁଛନ୍ତି, ସରକାର ବାଟ କଣ କରିବ? ପ୍ରବଳ ନଷ୍ଟ ହେଇଛି, ପୁରା ସାଂଘାତିକ ନଷ୍ଟ। ଇଏ 2ଟା 3ଟା ପଟ ପୁରା ଏମିତି ନଷ୍ଟ ପୁରା।
ତ କିଛି ଜାଗାରେ ଆମେ ଦେଖିଲୁ ଧାନରେ ଗଜା ବି ହେଇଗଲା। ହଁ ସବୁଠି ଗଜା ହେଇଗଲା। ମୋର 1.5 ଏକର ବିଲ ସବୁ ଯାକ ଏଠି ଗଜା। ମୁଁ ଗୋଟେ ଅଭାବ ଲୋକ, ମୁଁ 1.5 ଏକର ବିଲ ଆଣିଛି ସଞ୍ଜା ସବୁ ଯାକ ଯାଇକି ପୁଣି ଚଳିବି କେମିତି? ତ ଯୋଉ ଲୋକ ଅଧିକା କରିଛନ୍ତି କମ ବି କରିଛନ୍ତି ସମସ୍ତଙ୍କର ସମସ୍ତେ ଆଜ୍ଞା ସାର୍, ମୁଁ ଚାହୁଁନି ମୁଁ ଏକା ବୋଲି। ତ ଯେତେବେଳେ ଧାନ ଦେଖିଲେ ଭଲ ହେଇଛି କେତେ ଆପଣଙ୍କୁ ଖୁସି ଲାଗୁଥିଲା? ହଁ ଧାନ ହେଇଥିଲା, କେମିତି ଖୁସି ନହେଲା, ଭଲ ହେଇଥିଲା ଧାନ। ଆମେ ଖାଲି ଯାଉ ଗଲା ସମୟ ଏ ବର୍ଷ ଧାନ ଭଲ ଫଳ ପାଇଛି, ଚାଷୀ ଆମେ ପାଇବୁ। ମୁଁ ଆଗ 1.5 ଏକର ବିଲରେ 15-20 ହଜାର ଟଙ୍କା ଖର୍ଚ୍ଚ ଅଛି, 20 ପଇସା ପାଇବିନି। ମୋ କଥା ମୁଁ କହୁଛି। ଆଜି କିଛି ଲୋକ ଯୋଉ ଫାଷ୍ଟ ଯୋଉ ବର୍ଷା ହେଇଥିଲା କିଛି କାଟି ନେଇଥିଲେ, କିନ୍ତୁ ଘରୁ କେହି ନେଇନାହାନ୍ତି ସାର୍, ଘରୁ କେହି ଗୋଟେ ନେଇନାହାନ୍ତି, ସବୁ ବିଲ କଟା ହିଁ ପଡିଛି। ତାହେଲେ ଏମିତି ଦେଖିବ ଏନାସି ଏଇଠୁ ସବୁ ଯାକ ପାଣିରେ ଭାସୁଛି। ଆମେ ବି ଅନୁଭବ କରୁଛୁ କି ଲୋକଙ୍କର ପ୍ରବଳ କ୍ଷୟକ୍ଷତି ହେଇଛି। ପୁରା ଲୋକ କଣ କରିବେ କେମିତି? ସାର୍ ତମେ ଯାହା ଜାଣିଥିବ କରିବ, ଆମେ କଣ କରିବୁ? ସରକାର ବାବୁ ଯାହା କରିବେ କଣ, ଲୋକ ମାରିଲେ ମାରିବେ, ବଞ୍ଚେଇଲେ ବଞ୍ଚେଇବେ କଣ? ଚାଷୀ ଭାବିଥିଲେ କାଟିକି ଘରକୁ ନେଇଯିବେ, କଣ କାହିଁକି ନେଇ ପାରିଲେନି? କାହିଁ ନବୁ? ବର୍ଷା ହେଲା, ଗାଡି ପଶିବାକୁ ବାଟ ନାହିଁ। ଚାଷୀ କାଲି କାଟିଦେଲେ, ପାଗ ଦଉଛି କଟା ହବ, କଟା ହେଲେ ସବୁ ଏମିତି ହଉଛି। ଆଉ ସରକାର ବାବୁ ଯାହା କରିବେ ଆଉ, ଚାଷୀ ବାବୁ ମଲେ ଆଉ। ତ ଶୁଣୁଥିଲେ କିଛି ଚାଷୀ ବି ଧାନ କାଟିକି ସେଇ ବିଲରେ ପକେଇ ଦେଇଛନ୍ତି, ନବା ପାଇଁ ପ୍ରୟାସ ଆରମ୍ଭ କରୁଥିଲେ, କିନ୍ତୁ କାଲିଠୁ ଯୋଉ ଲଗାଣ ବର୍ଷା ଚାଲିଛି, ଏ ଯୋଉ ବର୍ଷା ହେଇଛି ଛାଡିଯିବ, କିଛି ଆଜି ହେଇଯିବ, ପୁଣି କାଲିଠୁ ପୁଣି ବର୍ଷା ଚାଲିଛି। ନିହାତି ମୁଁ ଦେବୀକୁ କହିବି ଦେଖେଇବି, ସେଇ ଯୋଉ ଧାନ ସବୁ କଟା ହେଇକି ପଡିଛି ସେ ସବୁକୁ ଦେଖେଇବେ। ଏକର ଏକର ସମ୍ପତ୍ତିର ଧାନ ନଷ୍ଟ ହେବା ପାଇଁ ବସି ସରକାର ନିହାତି ୟା ପାଇଁ ଗୋଟେ ଉପଯୁକ୍ତ ପଦକ୍ଷେପ ନେବେ, ଚାଷୀମାନଙ୍କୁ ନ୍ୟାୟ ଦେବେ, ସେମାନଙ୍କର ଯାହା କ୍ଷତିପୂରଣ ରହିଛି ତାକୁ ଦେବେ ବୋଲି ଚାଷୀମାନଙ୍କର ଯୋଉ ମତ ପୋଷଣ ଥିଲା, ତାହା ଯୋଉ ରହିଛନ୍ତି ମୋହନ ସରକାର ରହିଛନ୍ତି, ଏହାକୁ ତୁରନ୍ତ ଯୋଉ ରହିଛି ଇନକ୍ୱାରି କରାଯାଉ ଏବଂ ଯୋଉମାନଙ୍କର ପ୍ରକୃତରେ ନଷ୍ଟ ହେଇଛି ସେଇମାନଙ୍କୁ ଇନକ୍ୱାରି କରି ସେମାନଙ୍କୁ ଉପଯୁକ୍ତ ଦିଅନ୍ତୁ, ଯୋଉ କ୍ଷତିପୂରଣ ଦିଅନ୍ତୁ ବୋଲି ଚାଷୀ ଦାବି କରୁଛନ୍ତି। କଣ କହିବି? ଚାଷୀ ମାନେ ତ ଏ ଦାବି କରନ୍ତି, ଫସଲ ଉଜାଡ ଗଲା ନା, ଆମେ ମରିଗଲୁ ପୁରା ବଡଦାଣ୍ଡ ବସିକି, ଛୁଆ ପିଲା ଆମେ ଚଳିବୁ କେମିତି? ମାସକୁ ତମେ କେତେ ଚାଉଳ ଦେବେ? ଯାଇ ନା ମୁଣ୍ଡ ଗୋଟା 5 କିଲୋ ଦେବେ, ମାସକୁ 5 କିଲୋ ଚାଉଳ। ମୋ କଥା, ଘର ଆମର 3 ଜଣ, 3 ଜଣ 15 କିଲୋ ଚାଉଳ ହେଇଯିବ କି? ଚାଷୀ ତ ମଲେ, ସରକାରୀ ଯେ ବାଟ କଣ କରିବେ, ଇନକ୍ୱାରି କରନ୍ତୁ ଆସିକି। ନିହାତି ଇନକ୍ୱାରି କରିବା ପାଇଁ ଦାବି କରୁଛନ୍ତି ଚାଷୀ। ଭାଗ ଚାଷୀ ମାନେ ସମାଧିଆ ବିଲ ଯଦି ବେଲ ଯଦି ପଦା ପାଡ଼ି ଦବ, ଯାହା ଚାଷୀ ଭାଗ ପାଇବ କିଛି, ନହେଲେ ଚାଷୀ ତ ପୁରା ମରିଯିବେ ନା। ଆମେ ଯେତିକି ଚାଷୀ ମାନଙ୍କ ସହିତ ବି କଥା ହେଇଛୁ, ଯୋଉମାନେ ଭାଗ ଚାଷୀ ସେମାନଙ୍କ ସହିତ ବି କଥା ହେଇଛୁ, ସମସ୍ୟା ବଢି ବଢି ଚାଲିଛି। ଯୋଉ ଜମି ମାଲିକ ରହିଛନ୍ତି ସିଏ ତାଙ୍କର ପଇସା ପାଇଯିବେ ବୋଲି ଯାହା କହୁଥିଲେ, କିନ୍ତୁ ଯୋଉମାନେ ଭାଗ ବାଲା ସେ କଣ ପାଇବେ? ଭାଗ ବାଲା ତ ମରିଗଲେ, ଯେତିକି ପଇସା ଖର୍ଚ୍ଚ ହେଇଛି ସେତିକି ତ ଟଙ୍କାଟା ପାଇବେନି, ସେ ରହିବ କେମିତି? ସରକାର ଇନକ୍ୱାରି କରନ୍ତୁ, ସେଇ ବାଟ ତମେ କର। ତ ଶୁଣୁଥିଲେ, ଆମେ ଚାଷୀଙ୍କ ଠାରୁ ଏ କଥା ଶୁଣୁଥିଲୁ, ସେ ବି ଆଜି ନିଜ ବିଲରେ ଅଛନ୍ତି। ଯାହା ଚାଷ ହେଇଥିଲା, ଫସଲ ହେଇଥିଲା, ତାକୁ ଦେଖିଲା ପରେ ୟାଙ୍କ ମନ ଭିତରେ ଚାଷୀଙ୍କ ମନ ଖୁସି ଥିଲା, କିନ୍ତୁ ବର୍ତ୍ତମାନ ଯୋଉ ପରିସ୍ଥିତି ହେଇଛି, ଆମେ ଗ୍ରାଉଣ୍ଡ ଜିରୋରୁ ରହିଛୁ, ବର୍ଷା ବି ଝିପିଝିପି ଏବେ ବି ପକଉଛି। ଯାହା ଆମେ ଆପଣଙ୍କୁ ଯୋଉ ଭାଇମାନେ ବି ଚାଷୀ ବାଟରେ ଦେଖା ହେଇଛନ୍ତି ତାଙ୍କ ସହିତ ବି କଥା ହେଇଥିଲୁ, ଆଉ ଧାନର କଣ୍ଡିସନ ଏତେ ଖରାପ ରହିଛି, ସରକାର ତୁରନ୍ତ ୟା ଉପରେ ପଦକ୍ଷେପ ନେଇ ଏସବୁ ଇନକ୍ୱାରି କରି ଚାଷୀମାନଙ୍କୁ ଉପଯୁକ୍ତ ତାଙ୍କର ସୁବିଧା ସୁଯୋଗ କଲେ ଚାଷୀ ଏବଂ ତାଙ୍କ ପରିବାର ବଞ୍ଚିବେ ବୋଲି ଯାହା ଚାଷୀମାନଙ୍କ ଠାରୁ ଆମେ ଶୁଣିବାକୁ ପାଉଥିଲୁ। ନିଆଳିରୁ ଦେବୀ ପ୍ରସାଦ ସିଂଙ୍କ ସହିତ शेख कमरान, एनके मीडिया, नियाली खबर। NK Media, most trusted social media.